ଅଭିଯୋଗଟା ମୁଁ ବୋଧେ ଆଜି ଦିନ 2ଟା ବେଳେ ଦେଖିଲି ଯେ ଯେଉଁ ଅଭିଯୋଗ କରୁଛନ୍ତି ମୋ ବାବଦରେ ମୋତେ ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା। ଭାରି ସାଂଘାତିକ ଅଭିଯୋଗ। ଅଭିଯୋଗ କାରଣ ଏଇକି ଯେ ମୁଁ କାଳେ ସେଠି ଯେଉଁ PDS ଯେଉଁ ଜୟ ବଜରଙ୍ଗବାଲି SHGର ମାଆ ମାନେ ଉଠାଉଛନ୍ତି, ମୁଁ ତା କାଳେ ଚାନ୍ଦା ମାଗିଛି ଏବଂ ଜୋର ଜବରଦସ୍ତ କରିକି ତାଙ୍କ ରିଟେଲର ସେଣ୍ଟରରୁ ଚାଉଳ ଉଠାଇ ନେଇଛି। ଏଇଟା ଗୋଟେ କଳ୍ପିତ। ପାଖାପାଖି ଆଜି ଏକ ଔଷଧର ଆଗରୁ ତାଟିଆ କାମୁଡ଼ିଲା ଭଳିଆ କଥା ହେଇଛି। ସେକୁ ଯେତେବେଳେ କାମ କରିବା ପାଇଁ କଣ୍ଟ୍ରାକ୍ଟର ଆସି ତାର ଶୁଭ ଦିଆ କରାଏ, ସେଠିକାର ଏଇ ଲୋକମାନେ ଯେଉଁମାନେ ଅଭିଯୋଗ କରିଛନ୍ତି, ଏଙ୍କର ସେଠି ଦୋକାନ ଘର ଗୁଡ଼ାଇ ଥିଲା। ଦୋକାନ ଘର ଥିବା କାରଣରୁ ଏମାନେ ଫୁଟ ବ୍ରିଜ ନିର୍ମାଣ କରିବାକୁ ଦେଲେ ନାହିଁ। ଲୋକ ମରିଯାଆନ୍ତୁ, ଆମେ 2-4 ପରିବାର ଆମେ ବଞ୍ଚିବୁ, କିନ୍ତୁ ସେଥିର ପ୍ରତିବାଦ ମୁଁ କରିଥିଲି। 500 ପରିବାର ମରିବେ ଜଣ ପରିବାର ପାଇଁ। ମୁଁ ଏ ବାବଦରେ କଲେକ୍ଟର, PD, NH ଏବଂ ମାନ୍ୟବର ସାଂସଦ ସମସ୍ତଙ୍କ ସହଯୋଗରେ ମୁଁ ଏଭିକ୍ସନ୍ କଲି ଏବଂ ଏଭିକ୍ସନ୍ରେ ଘର ଯେଉଁ ଦୋକାନ ଘର ଗୁଡ଼ିକ ଭଙ୍ଗା ହେଇଗଲା। ଭଙ୍ଗା ହେଲା ପରେ ବର୍ତ୍ତମାନ ଫୁଟ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଛି। ଏକୁ ସେ ସହି ନ ପାରି ଆଉ ବାଟ କିଛି ପାଇଲେ ନାହିଁ ଯେ ସୁରେଶ ସାମଲ ଚାନ୍ଦା ଆଦାୟ କରୁଛି, ତାକୁ ଗୋଟେ ଏମିତି ଆମେ ଯେ ଫସେଇ ଦେମୁ, ତା ରାଜନୀତି ଢଙ୍ଗକୁ କମେଇ ଦେମୁ, ଏକୁ ଆକ୍ଷେପ କରି ସେ SHG ମାଆ ମାନଙ୍କୁ ପହଞ୍ଚିକି ମୋ ନାଁର ସୁର ଉତ୍ତୋଳନ କଲେ ମୁଁ ଚାନ୍ଦା ମାଗୁଛି। କାରଣ କ'ଣ ଚାନ୍ଦା ମାଗୁଛି? ଜଣେ ବ୍ୟକ୍ତି ମୋର ନିଜ ଲୋକ, ସେ ଜଣେ ହିତାଧିକାରୀ, 15 ଦିନ ହେଲା ତାକୁ ଆଜି କାଲି ଚଲାଉଛନ୍ତି। କିଏ ଚଲାଉଛି? ସେଠି ଯେଉଁ SHG ମାଆ ମାନେ ନେଇଛନ୍ତି, ତାଙ୍କ ଦାୟିତ୍ୱ ଅଛି। ସେମାନେ ବସିକି ଚାଉଳ ନିଷ୍ଠାର ସହକାରେ ବାଣ୍ଟିବା କଥା। କୌଣସି SHG ମାଆ ମାନେ ଦିନେ ବସନ୍ତି ନାହିଁ। ସେ ବାବଦରେ ମୁଁ କେବେ ଅଭିଯୋଗ କରିନାହିଁ। ଏ ତାଙ୍କର କେୟାର ଟେକର ଯେଉଁ ପିଲାଟି ଅଛି, ସେ ପିଲା ଯେତେବେଳେ ବାରମ୍ବାର ଫେରିଲା, ଏ ବାବଦରେ ମୁଁ MI ଭଣ୍ଡାରୀପୋଖରୀ ସହିତ ଯୋଗାଯୋଗ କଲି। MI ଭଣ୍ଡାରୀପୋଖରୀ ଯେତେବେଳେ ସେ ରିଟେଲର ଦାୟିତ୍ୱରେ ଥିବା ପିଲାକୁ ପଚାରିଲେ ସେ ଚାଉଳଟା କାହିଁକି ସେ ଶକୁନ୍ତଳା ସାମଲ ପାଉନାହିଁ, ସେ କହିଲା ମୁଁ ଦେବି ନାହିଁ, ମୁଁ କୌଣସି ପ୍ରକାର ଦେବିନି, ମୋର କ'ଣ କରିବା କଥା କର। ଏହି ବାବଦରେ ମୁଁ BDO ଏବଂ ଅନ୍ୟାନ୍ୟ ଉପରସ୍ଥ ଅଫିସରଙ୍କ ପାଖକୁ ଯୋଗାଯୋଗ କରିଥିଲି। ଯୋଗାଯୋଗ କରିବା କାରଣରୁ ସେ ଖବର ପାଇ ଏ ମାଆ ମାନଙ୍କୁ ଉସ୍କେଇକି ମୋ ବିରୁଦ୍ଧରେ এই ସୁର ଉତ୍ତୋଳନ କରୁଛନ୍ତି। ଏଟା ଏକ ମିଥ୍ୟା କଳ୍ପିତ। ଆଜ୍ଞା, ବଢ଼ିଆ କଥା କହିଲେ। ଯେତେବେଳେ ଅନଡିଭାଇଡେড ଜଳମୁଣ୍ଡୁଆ ପଞ୍ଚାୟତ, ପୂର୍ବ ପଞ୍ଚାୟତ 24 ବର୍ଷ ସରକାର ଥିଲାବେଳେ ବିଜୁ ଜନତା ଦଳର ପାଖାପାଖି 5 ବର୍ଷ ଧରି ଆମ ବିଷ୍ଣୁପୁର ପଞ୍ଚାୟତର ସାଧାରଣ ଖଟିକିଆ ଗରିବ ଲୋକମାନେ 10 କିଲୋମିଟର ବ୍ୟବଧାନ ଯାଇକି ଚାଉଳ ଆଣୁଥିଲେ। ମୁଁ ସରକାର ଆସିଲା ପରେ ମୁଁ ଲଢ଼େଇ କରି ନୂଆ ଡିଲର ନିଯୁକ୍ତି କରିଥିଲି ଜୟ ବଜରଙ୍ଗବାଲିକି। ଯିଏ ଡିଲର ନିଯୁକ୍ତି କରିছে ସାଧାରଣ ଖଟିକିଆ ଗରିବ ଲୋକ ପାଇଁ, ସେ କାଟିବା ପାଇଁ କେବେ ପ୍ରୟାସ କେମିତି କରିବ? ଏଇଟା ମିଥ୍ୟା କଥା। ମୁଁ କେବେ ପ୍ରୟାସ କରିବି? ମୁଁ ଡିଲର ନିଯୁକ୍ତି କରିଛି। ଏତିକି ଆପଣମାନେ ଜାଣନ୍ତୁ, ଖଟିକିଆ ଗରିବ ଲୋକ ପାଇଁ ସୁରେଶ ସାମଲ ଲଢ଼େଇ କରି ଆସିଛି, ଆଗାମୀ ଦିନରେ ଲଢ଼େଇ କରିବ, ଏଥିରେ ସନ୍ଦେହ ନାହିଁ।